ହେଇ ଆଇଲା ଇରେ ପହଞ୍ଚିଲେ ଯେ କ'ଣ ପଦେ କହିଲୁ ପିଉସ ମୋ ପାଇଁ। ଜଗନ ଭାଇ ହେଉଛନ୍ତି ଆମର ହାସ୍ୟ ଅଭିନେତା, ପୁରୁଖା ଲୋକ, ପୁରୁଖା ଅଭିନେତା, ଯେଉଁମାନେ ଯିଏ ଆପଣଙ୍କୁ ଅତି ଖିଲିଖିଲି ହସରେ ହସାନ୍ତି। ଜଗନ ଭାଇଙ୍କ ସାଙ୍ଗରେ ମୋର ସମ୍ପର୍କ କୋରୋନା ଆଗରୁ, ମୁଁ ଯେତେବେଳେ ଆସିଥିଲି ମୁଁ ସେତେବେଳେ ବହୁତ ବଡ଼ ଫ୍ୟାନ୍ ଥିଲି ଦୟାନନା ଆଉ ଜଗନ ଭାଇଙ୍କର। ତେଣୁ ସେବେଠୁ ଭାଇଙ୍କ ପ୍ରତି ମୋର ଭଲ ପାଇବା। ସବୁଠୁ ଇଣ୍ଟରେଷ୍ଟିଂ କଥା କ'ଣ ଜାଣିଛୁ? ଦୟା ଭାଇ ସ୍ୱପ୍ନମଲ ନାଟକ କରିଥାଏ, କ'ଣ ଗୋଟେ ନାଟକ ଆପଣମାନେ ଖୁସି ତ ନା କ'ଣ? ଆଉ ତେ ଜଗନ୍ନାଥ ପାର୍ଟି ଆମ ଗାଁକୁ ଯାଇଥାଏ ମତାବାଜ। ମୁଁ ଯାଇ ଜଗନ୍ନାଥ ସିଟ୍ରେ ବସିଯାଇଛି। ଜଗନ୍ନାଥ ଯେଉଁ ଶ୍ରଦ୍ଧା ଶୋଧିଲା ମତେ ହଉରେ ର ଆଜି ସେଇ ଜଗନ ଭାଇ ଆମ ଦେଖା ହବ ବହୁତ ଶୀଘ୍ର। ହୁଏ ଜୀବନରେ ଏମିତି ଥରେ ଥରେ ହୁଏ। ଧନ୍ୟବାଦ। କିନ୍ତୁ ସବୁ ପରେ ଜଗନ ଭାଇ ମିଡ଼ିଆ କ୍ୟାମେରା ଅଛି ବୋଲି ନୁହେଁ, କିନ୍ତୁ ପ୍ରକୃତରେ ଆପଣ ଜଣେ ଭଲ ମଣିଷ। କବିତା କବିତା ବଢିଆ। କବିତା ତ ସେଟା ଆପଣଙ୍କ ଶିକ୍ଷା, ଆପଣଙ୍କର ମାନେ ଆପଣଙ୍କର ସରସ୍ୱତୀ ମା ଜଗନ୍ନାଥ ସବୁ ସାର ଦେଇଛନ୍ତି, ତବଲା କତରୁ ସବୁ ସାର ଦେଇଛନ୍ତି। କିନ୍ତୁ ସବୁ ପରେ ଆପଣ ଜଣେ ଭଲ ମଣିଷ, ଏଇଟା ହେଉଛି ସବୁଠୁ ବଡ଼ କଥା। ଭଲ କଳାକାରଟିଏ ହଉ କି ନ ହଉ, ଭଲ ମଣିଷଟା ବା ବଡ଼ କଥା। ସେଇତିକି ବହୁତ ଖୁସି ଲାଗେ।